ସକାଳୁ ଆମେ ବୁଢ଼ାବୁଢ଼ୀ ଦୁଇ ଜଣ ଟିକେ ମିଶିକି ଚାହା ପିଇଦେଲୁ, କାହିଁକିନା ତାଙ୍କୁ କେବେ ସମୟ ହୁଏନି ମୋ ସହିତ ଚାହା ପିଇବା ପାଇଁ। ତ ସେଥିପାଇଁ ଜଲ୍ଦି ଜଲ୍ଦି ଆଜି ଟିକେ ଚାହା ପିଇ ଦେଇକି ସେ ଚାଲିଗଲେ ତାଙ୍କ ଡ୍ୟୁଟିରେ। ତ ମୁଁ ଚାଲି ଆସିଲି ଚୁଲି ମୁଣ୍ଡକୁ ଚାହା ଆଉ ଚୁଡ଼ା ଭଜା ବନେଇବା ପାଇଁ। ଯେହେତୁ ଆଜି ଗୁରୁବାର ଥିଲା ତ ସମସ୍ତେ ଏଇଟା ଖାଇବେ, ସେଥିପାଇଁ ଚୁଡ଼ା ଭଜାକୁ ଚାହା ବନେଇଦେଲି। ସମସ୍ତେ ଖାଇସାରିବା ପରେ ଆମେ ସମସ୍ତେ ଚାଲି ଆସିଲୁ ଖାଇବା ପାଇଁ। ତ ଖାଇସାରିକି ମୁଁ ଟିକେ ବାରିକି ଗଲାବେଳକୁ ବାଲ୍ଟିରେ ଲୁଗାପଟା ଥୁଆ ହେଇଥିଲା। ତ ମୁଁ ତାକୁ ଭଲସେ ଟିକେ ଶୁକାଶୁକି କରିଦେଲି। ଶୁକେଇ ସାରିକି ଘରକୁ ଆସିଲା ବେଳକୁ ବଡ଼ ଯା ଆମର ରୋଷେଇ ଷ୍ଟାର୍ଟ କରିସାରିଲାଣି। ରୋଷେଇରେ ଆଜି କ'ଣ ଥିଲା ନା ଖେଚୁଡ଼ି କି ଡାଲମା। ଯେହେତୁ ଆଜି ମାଆଙ୍କର ମୂର୍ତ୍ତି ଅଛି ଆମ ଘରେ, ତ ପ୍ରତି ଗୁରୁବାର କିଛି ନା କିଛି ଭୋଗ ଲାଗେ, ତ ସେଥିପାଇଁ ଆଜି ଖେଚୁଡ଼ି କି ଡାଲମା ବନେଇଦେଲେ। ତ ଆମର ଭୋଗ ପାଇଁ ସବୁ ରେଡ଼ି ହେଇଗଲାଣି। ସେପଟେ ଭୋଗ ସବୁ ବଢ଼ାବଢ଼ି ସରିଲାଣି ମାଆଙ୍କ ପାଖରେ ଭୋଗ ଲାଗିବ ବୋଲି। ତା ଭିତରେ ବୋଉ ଆମର ଠାକୁର ଘରେ ବସି ପୂଜା କରିବା ପାଇଁ ସବୁ ରେଡ଼ି କରିସାରିଲେଣି। ତ ଆମେ ଚାଲିଲୁ ପୂଜା କରିବା ପାଇଁ। ସାଙ୍ଗମାନେ ଭିଡ଼ିଓଟି ଯଦି ଆପଣ ମନକୁ ଭଲ ଲାଗିଥିବ ଗୋଟେ କମେଣ୍ଟ କରିଦେବେ, ଗୋଟେ ଲାଇକ୍ କରିଦେବେ, ଆଉ ଗୋଟେ ସବସ୍କ୍ରାଇବ୍ କରିଦେବେ ନିଶ୍ଚିନ୍ତ, କାହିଁକିନା ଆପଣଙ୍କର ଗୋଟେ ସବସ୍କ୍ରାଇବ୍ରେ ମୁଁ ଆଗକୁ ବଢ଼ିପାରିବି। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ।